ପିଲାମାନେ ତୁମର ଯେଉଁ +2 ସେକେଣ୍ଡ ଇୟର ଆର୍ଟ୍ସ ହିଷ୍ଟ୍ରି ସବଜେକ୍ଟ ଅଛି, ହିଷ୍ଟ୍ରି ସବଜେକ୍ଟର ଟପିକ୍ କଳିଙ୍ଗ ଯୁଦ୍ଧ ଯେଉଁ ଅଛି, କଳିଙ୍ଗ ଯୁଦ୍ଧର ଆଜି ମୁଁ ନେଇକି ଆସିଛି ତୁମମାନଙ୍କ ପାଇଁ 60ଟି MCQ ପ୍ରଶ୍ନ ଉତ୍ତର। ଏବଂ ଏହି ଭିଡ଼ିଓରେ ଆମେ କଳିଙ୍ଗ ଯୁଦ୍ଧର 60ଟି MCQ ପ୍ରଶ୍ନ ଉତ୍ତର ବିଷୟରେ ଆଲୋଚନା କରିବା, ଯାହାକି ତୁମର ବାର୍ଷିକ ପରୀକ୍ଷା ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ। ପ୍ରଥମ ପ୍ରଶ୍ନଟି ହେଉଛି ପିଲାମାନେ, ଅଶୋକଙ୍କ ଏକମାତ୍ର ଯୁଦ୍ଧ କେଉଁ ଯୁଦ୍ଧ ଥିଲା? ଅଶୋକଙ୍କ ଏକମାତ୍ର ଯୁଦ୍ଧ କଳିଙ୍ଗ ଯୁଦ୍ଧ ଥିଲା। ନେକ୍ସଟ ପ୍ରଶ୍ନ ହେଉଛି, କଳିଙ୍ଗ ଯୁଦ୍ଧ କେବେ ହୋଇଥିଲା? କଳିଙ୍ଗ ଯୁଦ୍ଧ 261 ଖ୍ରୀଷ୍ଟପୂର୍ବରେ ହୋଇଥିଲା। ଅଶୋକ ମଗଧର ସିଂହାସନ କେବେ ଆରୋହଣ କରିଥିଲେ? ଅଶୋକ ମଗଧର ସିଂହାସନ 273 ଖ୍ରୀଷ୍ଟପୂର୍ବରେ ଆରୋହଣ କରିଥିଲେ। ଅଶୋକ ତାଙ୍କର କେତେ ଜଣ ଭାଇଙ୍କୁ ହତ୍ୟା କରିଥିଲେ? ଅଶୋକ ତାଙ୍କର 99 ଜଣ ଭାଇଙ୍କୁ ହତ୍ୟା କରିଥିଲେ। ଅଶୋକ କେତେ ବର୍ଷ ଧରି ଭ୍ରାତୃବିବାଦରେ ଲିପ୍ତ ରହିଥିଲେ? ଅଶୋକ 4 ବର୍ଷ ଧରି ଭ୍ରାତୃବିବାଦରେ ଲିପ୍ତ ରହିଥିଲେ। ପରବର୍ତ୍ତୀ ପ୍ରଶ୍ନ ହେଉଛି ପିଲାମାନେ, ଅଶୋକଙ୍କ ଅଭିଷେକ ଉତ୍ସବ କେବେ ହୋଇଥିଲା? ଅଶୋକଙ୍କ ଅଭିଷେକ ଉତ୍ସବ 269 ଖ୍ରୀଷ୍ଟପୂର୍ବରେ ହୋଇଥିଲା। ଅଶୋକଙ୍କ ସିଂହାସନ ଆରୋହଣର କେତେ ବର୍ଷ ପରେ କଳିଙ୍ଗ ଯୁଦ୍ଧ ହୋଇଥିଲା? ଅଶୋକଙ୍କ ସିଂହାସନ ଆରୋହଣର 8 ବର୍ଷ ପରେ କଳିଙ୍ଗ ଯୁଦ୍ଧ ହୋଇଥିଲା। କେଉଁ ଉପାଦାନରୁ କଳିଙ୍ଗ ଯୁଦ୍ଧ ବିଷୟରେ ଜଣାପଡ଼େ? ତ୍ରୟୋଦଶ ଶିଳାଲେଖ ଉପାଦାନରୁ କଳିଙ୍ଗ ଯୁଦ୍ଧ ବିଷୟରେ ଜଣାପଡ଼େ। କେଉଁ ନଦୀ କୂଳରେ କଳିଙ୍ଗ ଯୁଦ୍ଧ ସଂଗଠିତ ହୋଇଥିଲା? ଦୟା ନଦୀ କୂଳରେ କଳିଙ୍ଗ ଯୁଦ୍ଧ ସଂଗଠିତ ହୋଇଥିଲା। କଳିଙ୍ଗ ଯୁଦ୍ଧରେ କେତେ ଲୋକ ନିହତ ହୋଇଥିଲେ? କଳିଙ୍ଗ ଯୁଦ୍ଧରେ ପ୍ରାୟ 1 ଲକ୍ଷ ନିହତ ହୋଇଥିଲେ। ପରବର୍ତ୍ତୀ ପ୍ରଶ୍ନ ହେଉଛି, କଳିଙ୍ଗ ଯୁଦ୍ଧରେ କେତେ ଲୋକ ଆହତ ହୋଇଥିଲେ? କଳିଙ୍ଗ ଯୁଦ୍ଧରେ 1,50,000 ଲୋକ ଆହତ ହୋଇଥିଲେ। ପରବର୍ତ୍ତୀ ପ୍ରଶ୍ନ ହେଉଛି ପିଲାମାନେ, କଳିଙ୍ଗ ଯୁଦ୍ଧରେ କିଏ ବିଜୟ ହୋଇଥିଲେ? କଳିଙ୍ଗ ଯୁଦ୍ଧରେ ଅଶୋକ ବିଜୟ ହୋଇଥିଲେ। କଳିଙ୍ଗ ଯୁଦ୍ଧରେ ପରାଜୟ କିଏ ହୋଇଥିଲେ? କଳିଙ୍ଗ ଯୁଦ୍ଧରେ କଳିଙ୍ଗ ପରାଜୟ ହୋଇଥିଲା। ଅଶୋକ କେବେ ମୃତ୍ୟୁବରଣ କରିଥିଲେ? ଅଶୋକ 232 ଖ୍ରୀଷ୍ଟପୂର୍ବରେ ମୃତ୍ୟୁବରଣ କରିଥିଲେ। ତ୍ରୟୋଦଶ ଶିଳାଲେଖ କେଉଁ ଦେଶରେ ଦେଖିବାକୁ ମିଳେ? ତ୍ରୟୋଦଶ ଶିଳାଲେଖ ପାକିସ୍ତାନ ଦେଶରେ ଦେଖିବାକୁ ମିଳେ। ତ୍ରୟୋଦଶ ଶିଳାଲେଖ ପାକିସ୍ତାନର କେଉଁ ସ୍ଥାନରେ ଅବସ୍ଥିତ? ତ୍ରୟୋଦଶ ଶିଳାଲେଖ ପାକିସ୍ତାନର ଶାହବାଜଗଡ଼ଠାରେ ଅବସ୍ଥିତ। କଳିଙ୍ଗ କେଉଁ ରାଷ୍ଟ୍ର ସହ ମିଶି ଅଧିକ ଶକ୍ତିଶାଳୀ ହୋଇଥିଲା? କଳିଙ୍ଗ ଚୋଳ ରାଷ୍ଟ୍ର ସହ ମିଶି ଅଧିକ ଶକ୍ତିଶାଳୀ ହୋଇଥିଲା। ପରବର୍ତ୍ତୀ ପ୍ରଶ୍ନ ହେଉଛି ପିଲାମାନେ, ମଗଧର ବାଣିଜ୍ୟ କ୍ଷେତ୍ରରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱୀ କେଉଁ ରାଜ୍ୟ ଥିଲା? ମଗଧର ବାଣିଜ୍ୟ କ୍ଷେତ୍ରରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱୀ କଳିଙ୍ଗ ରାଜ୍ୟ ଥିଲା। ମଗଧର ବାଣିଜ୍ୟ ପଥ କେଉଁ ରାଜ୍ୟ ମଧ୍ୟ ଦେଇ ଗତି କରୁଥିଲା? ମଗଧର ବାଣିଜ୍ୟ ପଥ କଳିଙ୍ଗ ରାଜ୍ୟ ମଧ୍ୟ ଦେଇ ଗତି କରୁଥିଲା। କେଉଁମାନେ ଅଶୋକଙ୍କ ଅଳଙ୍କାର ଲୁଟି ନେଲେ? ନାଗମାନେ ଅଶୋକଙ୍କ ଅଳଙ୍କାର ଲୁଟି ନେଲେ। କାହାର ବର୍ଣ୍ଣନା ଅନୁସାରେ ନାଗମାନେ ଅଶୋକଙ୍କ ଅଳଙ୍କାର ଲୁଟି ନେଲେ? ଲାମା ତାରନାଥଙ୍କ ବର୍ଣ୍ଣନା ଅନୁସାରେ ନାଗମାନେ ଅଶୋକଙ୍କ ଅଳଙ୍କାର ଲୁଟି ନେଲେ। କଳିଙ୍ଗର ସମୁଦ୍ରୋପଯୀବୀ କେଉଁମାନେ ଥିଲେ? କଳିଙ୍ଗର ସମୁଦ୍ରୋପଯୀବୀ ନାଗମାନେ ଥିଲେ। କଳିଙ୍ଗ ଯୁଦ୍ଧ ପୂର୍ବରୁ ଅଶୋକଙ୍କ ଧର୍ମ କ'ଣ ଥିଲା? କଳିଙ୍ଗ ଯୁଦ୍ଧ ପୂର୍ବରୁ ଅଶୋକଙ୍କ ଧର୍ମ ବ୍ରାହ୍ମଣ ଧର୍ମ ଥିଲା। ପରବର୍ତ୍ତୀ ପ୍ରଶ୍ନ ହେଉଛି ପିଲାମାନେ, କଳିଙ୍ଗ ଯୁଦ୍ଧ ସମୟରେ କଳିଙ୍ଗରେ କେଉଁ କେଉଁ ଧର୍ମ ପ୍ରଚଳନ ଥିଲା? କଳିଙ୍ଗ ଯୁଦ୍ଧ ସମୟରେ କଳିଙ୍ଗରେ ଜୈନ ଧର୍ମ ଓ ବୌଦ୍ଧ ଧର୍ମ ପ୍ରଚଳନ ଥିଲା। ଅଶୋକ କେଉଁ ଧର୍ମର ପ୍ରସାର ପାଇଁ କଳିଙ୍ଗ ଆକ୍ରମଣ କରିଥିଲେ? ଅଶୋକ ବ୍ରାହ୍ମଣ ଧର୍ମର ପ୍ରସାର ପାଇଁ କଳିଙ୍ଗ ଆକ୍ରମଣ କରିଥିଲେ। କଳିଙ୍ଗ ଯୁଦ୍ଧର ବ୍ୟକ୍ତିଗତ କାରଣ କ'ଣ ଥିଲା? କଳିଙ୍ଗ ଯୁଦ୍ଧର ବ୍ୟକ୍ତିଗତ କାରଣ ଅଶୋକଙ୍କ କାରୁବାକିଙ୍କ ପ୍ରତି ଆସକ୍ତ ଥିଲା। ଅଶୋକ କାହା ପ୍ରତି ଆସକ୍ତ ହୋଇପଡ଼ି କଳିଙ୍ଗ ଆକ୍ରମଣ କରିଥିଲେ? ଅଶୋକ
କାରୁବାକିଙ୍କ ପ୍ରତି ଆସକ୍ତ ହୋଇପଡ଼ି କଳିଙ୍ଗକୁ ଆକ୍ରମଣ କରିଥିଲେ। କେଉଁ ଯୁଦ୍ଧ ପରେ ଅଶୋକଙ୍କ ହୃଦୟ ପରିବର୍ତ୍ତନ ହୋଇଥିଲା? କଳିଙ୍ଗ ଯୁଦ୍ଧ ପରେ ଅଶୋକଙ୍କର ହୃଦୟ ପରିବର୍ତ୍ତନ ହୋଇଥିଲା। ଅଶୋକ କାହାଠାରୁ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ? ଅଶୋକ ଉପଗୁପ୍ତଙ୍କଠାରୁ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ନେକ୍ସଟ ପ୍ରଶ୍ନ ହେଉଛି ପିଲାମାନେ, ଅଶୋକ କଳିଙ୍ଗ ଯୁଦ୍ଧ ପରେ କେଉଁ ଧର୍ମ ଗ୍ରହଣ କରିଥିଲେ? ଅଶୋକ କଳିଙ୍ଗ ଯୁଦ୍ଧ ପରେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ଅଶୋକ କେଉଁ ବୌଦ୍ଧ ସମ୍ମିଳନୀ ଆୟୋଜନ କରିଥିଲେ? ଅଶୋକ ତୃତୀୟ ବୌଦ୍ଧ ସମ୍ମିଳନୀ ଆୟୋଜନ କରିଥିଲେ। ଅଶୋକ ବୌଦ୍ଧ ଧର୍ମର ପ୍ରସାର ପାଇଁ ତୃତୀୟ ବୌଦ୍ଧ ସମ୍ମିଳନୀ କେଉଁ ସ୍ଥାନରେ ଆୟୋଜନ କରିଥିଲେ? ଅଶୋକ ବୌଦ୍ଧ ଧର୍ମର ପ୍ରସାର ପାଇଁ ତୃତୀୟ ବୌଦ୍ଧ ସମ୍ମିଳନୀ ପାଟଳୀପୁତ୍ରଠାରେ ଆୟୋଜନ କରିଥିଲେ। ଅଶୋକ ତୃତୀୟ ବୌଦ୍ଧ ସମ୍ମିଳନୀ କେବେ ଆୟୋଜନ କରିଥିଲେ? ଅଶୋକ ତୃତୀୟ ବୌଦ୍ଧ ସମ୍ମିଳନୀ 250 ଖ୍ରୀଷ୍ଟପୂର୍ବରେ ଆୟୋଜନ କରିଥିଲେ। ଅଶୋକଙ୍କ ପୁତ୍ର କିଏ ଥିଲେ? ଅଶୋକଙ୍କ ପୁତ୍ର ମହେନ୍ଦ୍ର ଥିଲେ। ଅଶୋକଙ୍କ ଝିଅ କିଏ ଥିଲେ? ଅଶୋକଙ୍କ ଝିଅ ସଂଘମିତ୍ରା ଥିଲେ। ପରବର୍ତ୍ତୀ ପ୍ରଶ୍ନ ହେଉଛି ପିଲାମାନେ, ଅଶୋକ ମହେନ୍ଦ୍ର ଓ ସଂଘମିତ୍ରାଙ୍କୁ କେଉଁ ସ୍ଥାନକୁ ପଠାଇଥିଲେ ବୌଦ୍ଧ ଧର୍ମର ପ୍ରସାର ପାଇଁ? ଅଶୋକ ମହେନ୍ଦ୍ର ଏବଂ ସଂଘମିତ୍ରାଙ୍କୁ ସିଂହଳକୁ ପଠାଇଥିଲେ ବୌଦ୍ଧ ଧର୍ମର ପ୍ରସାର ପାଇଁ। କଳିଙ୍ଗ ମୌର୍ଯ୍ୟ ସାମ୍ରାଜ୍ୟରେ ମିଶିଲା ପରେ ମୌର୍ଯ୍ୟ ସାମ୍ରାଜ୍ୟର କେତେ ନମ୍ବର ରାଜ୍ୟ ହେଲା କଳିଙ୍ଗ? କଳିଙ୍ଗ ମୌର୍ଯ୍ୟ ସାମ୍ରାଜ୍ୟରେ ମିଶିଲା ପରେ ମୌର୍ଯ୍ୟ ସାମ୍ରାଜ୍ୟର ପଞ୍ଚମ ରାଜ୍ୟ ହେଲା କଳିଙ୍ଗ। କଳିଙ୍ଗ ଯୁଦ୍ଧ ପରେ ମୌର୍ଯ୍ୟ ସାମ୍ରାଜ୍ୟରେ ସମୁଦାୟ କେତୋଟି ରାଜ୍ୟ ହେଲା? କଳିଙ୍ଗ ଯୁଦ୍ଧ ପରେ ମୌର୍ଯ୍ୟ ସାମ୍ରାଜ୍ୟରେ ସମୁଦାୟ 5ଟି ରାଜ୍ୟ ହେଲା। କଳିଙ୍ଗକୁ କେଉଁ ସ୍ଥାନରୁ ଶାସନ କରାଯାଉଥିଲା? କଳିଙ୍ଗକୁ ସୋମପ ଜୌଗଡ଼ ଓ ତୋଷାଲୀ ଠାରୁ ହିଁ ଶାସନ କରାଯାଉଥିଲା। କଳିଙ୍ଗକୁ ଶାସନ କରିବା ପାଇଁ କାହାକୁ ନିଯୁକ୍ତି ପ୍ରଦାନ କରାଯାଇଥିଲା? କଳିଙ୍ଗକୁ ଶାସନ କରିବା ପାଇଁ କୁମାରମାତ୍ୟଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ପ୍ରଶ୍ନ ହେଉଛି ପିଲାମାନେ, କଳିଙ୍ଗ ଯୁଦ୍ଧ କାହା କାହା ମଧ୍ୟରେ ହୋଇଥିଲା? କଳିଙ୍ଗ ଯୁଦ୍ଧ ମୌର୍ଯ୍ୟ ସାମ୍ରାଜ୍ୟ ଓ କଳିଙ୍ଗ ମଧ୍ୟରେ ହୋଇଥିଲା। ଅଶୋକ କେଉଁ ରାଜବଂଶର ରାଜା ଥିଲେ? ଅଶୋକ ମୌର୍ଯ୍ୟ ରାଜବଂଶର ରାଜା ଥିଲେ। ଅଶୋକ ବୌଦ୍ଧ ଧର୍ମର ପ୍ରସାର ପାଇଁ କେଉଁ ନୂତନ ପଦବୀ ନିର୍ମାଣ କରିଥିଲେ? ଅଶୋକ ବୌଦ୍ଧ ଧର୍ମର ପ୍ରସାର ପାଇଁ ଧର୍ମ ମହାମତ୍ତ ନାମକ ନୂତନ ପଦବୀ ନିର୍ମାଣ କରିଥିଲେ। କଳିଙ୍ଗ ଯୁଦ୍ଧ ପରେ ମୌର୍ଯ୍ୟ ସାମ୍ରାଜ୍ୟ ଉତ୍ତରରେ କେଉଁ ସ୍ଥାନ ପର୍ଯ୍ୟନ୍ତ ବିସ୍ତୃତ ହେଲା? କଳିଙ୍ଗ ଯୁଦ୍ଧ ପରେ ମୌର୍ଯ୍ୟ ସାମ୍ରାଜ୍ୟ ଉତ୍ତରରେ ଉତ୍ତର ପଶ୍ଚିମ ସୀମାନ୍ତ ଅଞ୍ଚଳ ପର୍ଯ୍ୟନ୍ତ ବିସ୍ତୃତ ହେଲା। କଳିଙ୍ଗ ଯୁଦ୍ଧ ପରେ ମୌର୍ଯ୍ୟ ସାମ୍ରାଜ୍ୟ ଦକ୍ଷିଣରେ କେଉଁ ସ୍ଥାନ ପର୍ଯ୍ୟନ୍ତ ବିସ୍ତୃତ ହେଲା? କଳିଙ୍ଗ ଯୁଦ୍ଧ ପରେ ମୌର୍ଯ୍ୟ ସାମ୍ରାଜ୍ୟ ଦକ୍ଷିଣରେ ଓଡ଼ିଶାର ଗଞ୍ଜାମ ପର୍ଯ୍ୟନ୍ତ ବିସ୍ତୃତ ହେଲା। ପରବର୍ତ୍ତୀ ପ୍ରଶ୍ନ ହେଉଛି ପିଲାମାନେ, କଳିଙ୍ଗ ଯୁଦ୍ଧ ପରେ ମୌର୍ଯ୍ୟ ସାମ୍ରାଜ୍ୟ ପୂର୍ବରେ କେଉଁ ସ୍ଥାନ ପର୍ଯ୍ୟନ୍ତ ବିସ୍ତୃତ ହେଲା? କଳିଙ୍ଗ ଯୁଦ୍ଧ ପରେ ମୌର୍ଯ୍ୟ ସାମ୍ରାଜ୍ୟ ପୂର୍ବରେ ବଙ୍ଗୋପସାଗର ପର୍ଯ୍ୟନ୍ତ ବିସ୍ତୃତ ହେଲା। କଳିଙ୍ଗ ଯୁଦ୍ଧ ପରେ ମୌର୍ଯ୍ୟ ସାମ୍ରାଜ୍ୟ ପଶ୍ଚିମରେ କେଉଁ ସ୍ଥାନ ପର୍ଯ୍ୟନ୍ତ ବିସ୍ତୃତ ହେଲା? କଳିଙ୍ଗ ଯୁଦ୍ଧ ପରେ ମୌର୍ଯ୍ୟ ସାମ୍ରାଜ୍ୟ ପଶ୍ଚିମରେ ଆରବ ସାଗର ପର୍ଯ୍ୟନ୍ତ ବିସ୍ତୃତ ହେଲା। କଳିଙ୍ଗ ଯୁଦ୍ଧ ସମୟରେ କେଉଁ ରାଜ୍ୟର ଦରିଆପାରି ବାଣିଜ୍ୟ ସମ୍ପର୍କ ଥିଲା? କଳିଙ୍ଗ ଯୁଦ୍ଧ ସମୟରେ କଳିଙ୍ଗର ଦରିଆପାରି ବାଣିଜ୍ୟ ସମ୍ପର୍କ ଥିଲା। କଳିଙ୍ଗ ଯୁଦ୍ଧ ସମୟରେ କେଉଁ ରାଜ୍ୟର ନୌବାହିନୀ ଥିଲା? କଳିଙ୍ଗ ଯୁଦ୍ଧ ସମୟରେ କଳିଙ୍ଗର ନୌବାହିନୀ ଥିଲା। ଧର୍ମ ମହାମତ୍ତଙ୍କ କାର୍ଯ୍ୟ କ'ଣ ଥିଲା? ଧର୍ମ ମହାମତ୍ତଙ୍କ କାର୍ଯ୍ୟ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର କରିବା ଥିଲା। ପରବର୍ତ୍ତୀ ପ୍ରଶ୍ନ ହେଉଛି ପିଲାମାନେ, କଳିଙ୍ଗ ଯୁଦ୍ଧ ପରେ କିଏ
ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ। କଳିଙ୍ଗ ଯୁଦ୍ଧ ପରେ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ। ଦୟାନଦୀ କେଉଁଠାରେ ଅବସ୍ଥିତ? ଦୟାନଦୀ ଭୁବନେଶ୍ୱରରେ ଅବସ୍ଥିତ। ଅଶୋକ ତାଙ୍କର ଅନେସ୍ପତ ଭାଇଙ୍କୁ ହତ୍ୟା କରିଥିଲେ ବୋଲି ଆମେ କେଉଁ ଉପାଦାନରୁ ଜାଣୁ? ଅଶୋକ ତାଙ୍କର ଅନେସ୍ପତ ଭାଇଙ୍କୁ ହତ୍ୟା କରିଥିଲେ ବୋଲି ଆମେ ବୌଦ୍ଧ ଗ୍ରନ୍ଥ ଦୀପବଂଶରୁ ହିଁ ଜାଣୁ। କଳିଙ୍ଗ ଯୁଦ୍ଧର ଆଶୁ କାରଣ କ'ଣ ଥିଲା? କଳିଙ୍ଗ ଯୁଦ୍ଧର ଆଶୁ କାରଣ ଅଶୋକଙ୍କ ଅଳଙ୍କାର ଅପହରଣ ଥିଲା। ଅଶୋକଙ୍କ ଅଳଙ୍କାର କେଉଁ ସ୍ଥାନରୁ ଆସୁଥିଲା? ଅଶୋକଙ୍କର ଅଳଙ୍କାର ସିଲୋନରୁ ଆସୁଥିଲା। ଲାମା ତାରନାଥ କେଉଁ ସ୍ଥାନର ଲେଖକ ଥିଲେ? ଲାମା ତାରନାଥ ତିବ୍ବତର ଲେଖକ ଥିଲେ। ନେକ୍ସଟ ପ୍ରଶ୍ନ ହେଉଛି ପିଲାମାନେ, କଳିଙ୍ଗରେ କେଉଁ ଧର୍ମର ପ୍ରସାର କରିବା ପାଇଁ ଅଶୋକ କଳିଙ୍ଗ ଆକ୍ରମଣ କରିଥିଲେ? କଳିଙ୍ଗରେ ବ୍ରାହ୍ମଣ ଧର୍ମ ପ୍ରସାର କରିବା ପାଇଁ ଅଶୋକ କଳିଙ୍ଗ ଆକ୍ରମଣ କରିଥିଲେ। କାରୁବାକି କିଏ ଥିଲେ? କାରୁବାକି ଧୀବର ମୁଖ୍ୟଙ୍କ କନ୍ୟା ଥିଲେ। ଅଶୋକ କଳିଙ୍ଗକୁ ବିଜୟ କରି କେଉଁ ସାମ୍ରାଜ୍ୟଭୁକ୍ତ କରିଥିଲେ? ଅଶୋକ କଳିଙ୍ଗକୁ ବିଜୟ କରି ମୌର୍ଯ୍ୟ ସାମ୍ରାଜ୍ୟଭୁକ୍ତ କରିଥିଲେ। କଳିଙ୍ଗକୁ ମୌର୍ଯ୍ୟ ସାମ୍ରାଜ୍ୟଭୁକ୍ତ କଲା ପରେ କଳିଙ୍ଗର ରାଜଧାନୀ କ'ଣ ଥିଲା? କଳିଙ୍ଗକୁ ମୌର୍ଯ୍ୟ ସାମ୍ରାଜ୍ୟଭୁକ୍ତ କଲା ପରେ କଳିଙ୍ଗର ରାଜଧାନୀ ତୋଶାଳୀ ଥିଲା। ପିଲାମାନେ, ଆଜି ଆମେ କଳିଙ୍ଗ ଯୁଦ୍ଧର 60ଟି MCQ ବିଷୟରେ ଜାଣିଲେ। ମୁଁ ତୁମମାନଙ୍କୁ କହିବି ପିଲାମାନେ, ଏ ଭିଡ଼ିଓଟିକୁ ଅତି କମ୍ରେ 2ରୁ 3 ଥର ଦେଖ। କାହିଁକିନା ତୁମର ବାର୍ଷିକ ପରୀକ୍ଷାରେ ଯେଉଁ 1 ମାର୍କର MCQ ପ୍ରଶ୍ନ ଆସିବ କଳିଙ୍ଗ ଯୁଦ୍ଧରୁ, ଏହି 60ଟି ପ୍ରଶ୍ନ ଭିତରୁ ହିଁ ଗୋଟିଏ ପ୍ରଶ୍ନ ଆସିବ। କାହିଁକିନା ଏହି 60ଟି ପ୍ରଶ୍ନକୁ ଛାଡ଼ିଦେଲେ ଆଉ କଳିଙ୍ଗ ଯୁଦ୍ଧରେ କୌଣସି ପ୍ରଶ୍ନ ହିଁ ନାହିଁ। ମୋ ଦ୍ୱାରା ଯାହା ବି ହେଲା ପିଲାମାନେ, ପ୍ରତି ଲାଇନ୍ ବାଇ ଲାଇନ୍ରୁ ମୁଁ ପ୍ରଶ୍ନ ତିଆରି କରିଛି। ତ ତୁମକୁ କହିବି ପିଲାମାନେ, ଆଟଲିଷ୍ଟ ଯେମିତି ହଉ 2ରୁ 3 ଥର ଦେଖ ଏଇ ଭିଡ଼ିଓଟିକୁ। ଯଦ୍ୱାରା କ'ଣ ହେବ, ଏଇ କଳିଙ୍ଗ ଯୁଦ୍ଧରୁ ଯାହା ବି ପ୍ରଶ୍ନ ଆସିବ ତୁମେ ଅତି ସୁନ୍ଦର ଭାବରେ ତାର ଉତ୍ତରଟି କରିପାରିବ।